ଅରବିନ୍ଦ ୟୁଥ୍ ଆଣ୍ଡ ସୋସିଆଲ ଚାରିଟେବୁଲ୍ ଟ୍ରଷ୍ଟର ଲୋଗୋ ଉନ୍ମୋଚିତ କରାହେଲା ଏବଂ ଗୋଟେ ଟ୍ରଷ୍ଟ ତିଆରି କରାହେଲା। ଯେଉଁ ଟ୍ରଷ୍ଟ ମାଧ୍ୟମରେ ବ୍ଲଡ଼ ଡୋନେସନ୍ କ୍ୟାମ୍ପ କରାହେବ। ପ୍ରତ୍ୟେକ ପଞ୍ଚାୟତରୁ ରକ୍ତ ସଂଗ୍ରହ କରାଯିବ ଏବଂ ବର୍ଷକୁ 1000 ୟୁନିଟ୍ ରକ୍ତ ଆମେ ସଂଗ୍ରହ କରି ଆମ ସରକାରଙ୍କୁ ଦେବୁ। କାରଣ ରକ୍ତଦାନ ଠାରୁ ପୁଣ୍ୟଦାନ କିଛି ନାହିଁ। ରକ୍ତ ଗୋଟେ ୟୁନିଟ୍ରେ ଗୋଟେ ଲୋକର ଜୀବନ ବଞ୍ଚିଯାଏ। 1000 ୟୁନିଟ୍ରେ 1000 ଲୋକଙ୍କର ଜୀବନ ବଞ୍ଚିବ। ସେଥିପାଇଁ ଆମେ ଲୋକଙ୍କୁ ବୁଝାଇବୁ, ଯୁବକମାନଙ୍କୁ ବୁଝାଇବୁ, ଦେଖ ତୁମେ ଯେଉଁ ଡରୁଛ ରକ୍ତ ଦେଲେ ରକ୍ତ କମିଯିବ, ରକ୍ତ କେବେ କମେ ନାହିଁ। ଯେତେ ରକ୍ତ ଦେବ ସେତେ ରକ୍ତ ପିଓର ରକ୍ତ ତିଆରି ହେବ। କିନ୍ତୁ ରକ୍ତ ଦିଅ, ଲୋକଙ୍କୁ ବୁଝାଇବାକୁ ପଡ଼ିବ। ଦ୍ୱିତୀୟ ହେଲା ଯେ ଆମର ନିଶା ସେବନ କେମିତି ବନ୍ଦ ହେବ। ପାନ, ବିଡ଼ି, ଗୁଟକା ଗୁଡ଼ାକ, ଖଇନି, ଭାଙ୍ଗ, ଚରସ, ଅଫିମ ଏଗୁଡ଼ାକ କେମିତି ବନ୍ଦ ହୋଇପାରିବ। ଆଜିକାଲି ଗାଁ ଗହଳିରେ ଘରେ ଘରେ ବ୍ୟାପି ଯାଇଛି। ତେଣୁକରି ଯୁବ ସମାଜ ବର୍ତ୍ତମାନ ବିପଦଗାମୀ ହେବାକୁ ଯାଉଛି। ମଦ ଦୋକାନରେ ଯେତେ ଭିଡ଼, ମଠ ମନ୍ଦିର ପୂଜା ଆଶ୍ରୟରେ ସେତେ ଭିଡ଼ ନୁହଁ, ସେଠି ଖାଲି ଯୁବକମାନଙ୍କର ଭିଡ଼। ଆମେ ସେମାନଙ୍କୁ ବୁଝେଇବା ୟାର କ୍ଷତି କ'ଣ, ୟାର ପରିଣାମ କ'ଣ। ହାର୍ଟ ଖରାପ ହେବ, କିଡ଼ନୀ ଖରାପ ହେବ, ଲିଭର ଖରାପ ହେବ, ଆଖି ଖରାପ ହେବ, ଅକାଳେ ମୃତ୍ୟୁ ହେବ, ପିଲା ଛୁଆ ଦାଣ୍ଡରେ ଭିକାରୀ ହେବ, ତାଙ୍କର ବଂଶ ନଷ୍ଟ ବୁଡ଼ିଯିବ। ଏହାକୁ କେମିତି ରୋକାଯାଇପାରିବ, ଆମେ ତା'ର ସଚେତନତା ଶିବିର କରିବୁ। ଗାଁ ଗାଁରେ ଏ ସଂସ୍ଥା ଜରିଆରେ, ଟ୍ରଷ୍ଟ ଜରିଆରେ ଆମେ ବୁଝାଇବୁ, କ୍ୟାମ୍ପ କରିକରି ପଞ୍ଚାୟତରେ ବୁଝାଇବୁ। ତୃତୀୟରେ ହେଲା ବୃକ୍ଷରୋପଣ। ଆମେ ସବୁଜ ଜୟଦେବ, ନିଶାମୁକ୍ତ ଜୟଦେବ, ସବୁଜ ଜୟଦେବ କରିବୁ। ଗଛ ବ୍ୟାପକ ଭାବରେ ଲଗା ହେବ ଏବଂ ଯେଉଁ ଗଛ ମାଫିଆମାନେ ଗଛ ଚୋରି କରିକିରି ବଡ଼ ବଡ଼ ଗଛ କାଟିକରି କରତ ସହମିଲରେ ଦେଇକି ରୋଜଗାର କରୁଛନ୍ତି, ତାକୁ ଆଇଡେଣ୍ଟିଫାଇ କରାହେବ, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାହେବ। କାହିଁକିନା ଗଛ ନ ରହିଲେ ଅକ୍ସିଜେନ୍ କମିଯିବ, ଅକ୍ସିଜେନ୍ କମିଲେ ରୋଗ ହେବ, ତେଣୁକରି ଲୋକ ମରିବେ। ତୃତୀୟରେ ଶିକ୍ଷା ଓ ଆଧ୍ୟାତ୍ମିକତା। କଲେଜମାନଙ୍କରେ ଯାଇ ପିଲାମାନଙ୍କୁ ଆମେ ଆଧ୍ୟାତ୍ମିକ ନୈତିକ ଶିକ୍ଷା ପାଇଁ ଆଲୋଚନା କରିବୁ, କ୍ୟାମ୍ପ କରିବୁ ଯେ ଶିକ୍ଷିତ ଜଣେ ହେଇପାରିବ, ଭଲ ପିଲା ହେଲେ ଭଲ ଚାକିରି ପାଇବ। ଯଦି ତା ଭିତରେ ନୈତିକତା ନଥିବ, ସେ ଶିକ୍ଷାର ମୂଲ୍ୟ କ'ଣ? ସେ ଚାକିରି କରିବ, ସେ ଖାଇବ, କିନ୍ତୁ ଅନ୍ୟ ସମାଜ କ'ଣ ପାଇବ? ତେଣୁକରି ଆମେ ସେ କଥା ପିଲାମାନଙ୍କୁ ବୁଝାଇବୁ। କୋମଳମତି ପିଲାମାନଙ୍କ ମସ୍ତିଷ୍କରେ ଯଦି ଆଧ୍ୟାତ୍ମିକ ସଚେତନତା ରହେ ତାହେଲେ ସେ କେବେ ବିପଦଗାମୀ ହେବ ନାହିଁ। ତାପରେ ବନ୍ୟା ବାତ୍ୟା ମରୁଡ଼ି ବେଳେ ଯେଉଁଠି ଅସୁବିଧା ହେବ ସେଠି ଟ୍ରଷ୍ଟ ଯାଇକି ତାଙ୍କ ପାଖରେ ଛିଡ଼ା ହେବ, ସହଯୋଗ କରିବ। ଅନାଥ ଆଶ୍ରମରେ ଯାଇକରି ସହଯୋଗ ହେବ। ଯେଉଁମାନେ ବୃଦ୍ଧ ଆଶ୍ରମରେ ସେଠି ମଧ୍ୟ ସହଯୋଗ କରାଯିବ ଏବଂ ତତ୍ସହିତ ଯେଉଁ ଭଲ ଭଲ ମେଧାବୀ ଷ୍ଟୁଡେଣ୍ଟ ତାଙ୍କ ମଧ୍ୟ ସାହାଯ୍ୟ କରାଯିବ। ଗରିବ ଲୋକ ଯଦି ବାଇଚାନ୍ସ କାହାର ଝିଅ ବାହା ହେଇପାରୁନି, ଯଦି ଏରିଆର ଲୋକମାନେ କହିଲେ ପ୍ରକୃତରେ ଗରିବ ଲୋକଟା ୟାକୁ କିଛି ସହଯୋଗ ଦେଲେ ବାହା ହେଇପାରିବ, ତା ପାଇଁ ମଧ୍ୟ ବ୍ୟବସ୍ଥା କରାହେବ। ଇଏ ଯେଉଁ ଟ୍ରଷ୍ଟ ସବୁବେଳେ ଜୟଦେବ ନିର୍ବାଚନ ମଣ୍ଡଳୀ ତଥା ଓଡ଼ିଶାର ସବୁ ପ୍ରାନ୍ତରେ ଯାଇକି କାମ କରିବ। ଜୟଦେବ ପ୍ରାଧାନ୍ୟ ପାଇବ। ପ୍ରଥମେ ଜୟଦେବ, ତାପରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ଆମେ ଯିବୁ। ଆମର କାମ ହେଲା ସେବା। ସେବା ହିଁ ଧର୍ମ, ସେବା ହିଁ କର୍ମ, ସେବା ହିଁ ଭଗବାନ। ମାନବ ସେବା, ମାଧବ ସେବା, ଜୀବ ଜଗତର ସେବା କରିବା ହେଉଛି ମଣିଷର ଧର୍ମ। ଆମେ ସେବା କରିବୁ, ଲୋକଙ୍କ ପାଖରେ ଛିଡ଼ା ହେବୁ, ଲୋକଙ୍କୁ ସାହାଯ୍ୟ କରିବୁ। ଆମେ ଗୋଟେ ଆତ୍ମା, ସମସ୍ତେ ଗୋଟେ ଗୋଟେ ଆତ୍ମା, ଆତ୍ମାର ପିତା ପରମାତ୍ମା। ତେଣୁ ପ୍ରଭୁ ଜଗନ୍ନାଥଙ୍କର ଶକ୍ତି ନେଇ, ଶିବ ବାବାଙ୍କର ଶକ୍ତି ନେଇ ଏ କାର୍ଯ୍ୟ ଆମେ କରିବୁ। ଏବଂ ଆସନ୍ତା 12 ତାରିଖରେ ମଧ୍ୟ ଗୋଟେ କାର୍ଯ୍ୟକ୍ରମ ଅଛି, ଯେଉଁଟାକି ଆମେ ସ୍ୱାମୀ ବିବେକାନନ୍ଦର ଜନ୍ମ ଜୟନ୍ତୀ ପାଳନ କରିବୁ। ଏଇ ଯେଉଁ ଅନୁଷ୍ଠାନ ଜରିଆରେ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ଆମେ ଗୋଟେ ବଡ଼ ଆକାରରେ ଗୋଟେ କରିବୁ। କାରଣ ଲୋକଙ୍କୁ ସଚେତନତାର ଆବଶ୍ୟକ ଅଛି। ଲୋକଙ୍କ ପାଖରେ ଟଙ୍କା ପଇସା ଧନ ସମ୍ପତ୍ତିର ଅଭାବ ନାହିଁ, ସବୁକିଛି ଅଛି, କୋଠା ବାଡ଼ି ଗାଡ଼ି ମଟର, କିନ୍ତୁ ସଚେତନତା କମ୍ ଅଛି। ଲୋକ ଭାବୁଛନ୍ତି ମୁଁ ଜନ୍ମ ନେଇଛି, ସୁଖ ଭୋଗ କରିବି, ଆଉ ପୃଥିବୀରୁ ଯିବାକୁ ପଡ଼ିବ ନାହିଁ। କିନ୍ତୁ ଗୋଟିଏ କଥା ହେଲା,
ଆମେ ଆସିଲା ବେଳେ ଖାଲି ହାତରେ ଯିବା। ଯାହା ଆମ ପାଖରେ ଅଛି ଏ ସଂସାରରୁ ଆମେ ପାଇଛୁ, ୟା ପରେ ଆମେ ଗଲାବେଳେ ସବୁ ଛାଡ଼ି ଦେଇ ପଳେଇବା। ପ୍ରିୟଦର୍ଶୀ ମିଶ୍ର ଥିଲେ, ଆମର ଯେଉଁମାନେ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରଫେସର ଥିଲେ କାଲି, ଏବଂ ବୁଲନ ଭାଇ ଥିଲେ, ଏବଂ ତା ସହିତ ଆମର ଯେ ଭାଇ ଆମର ଅଛନ୍ତି ଯେ ସ୍ୱାଇଁ, ଦିଲ୍ଲୀପ ସ୍ୱାଇଁ ଥିଲେ, ଏବଂ ଜଗନ୍ନାଥ ବେହେରା ଏବଂ ବଙ୍କୁ ପାତ୍ର ସମସ୍ତେ ଥାଇକରି କାଲି କାର୍ଯ୍ୟକ୍ରମଟି କରାହେଇଛି।